ବାବେବୀର ଗ୍ରାମର ହିତାଧିକାରୀ ମାନେ ଆବାସ ଯୋଜନା ଟଙ୍କା ପାଇବାରୁ ବଞ୍ଚିତ। ବଡ଼େନ ନୂଆପଡ଼ା ଜିଲ୍ଲା ବଡ଼େନ ବ୍ଲକ ବାବେରୀ ଗ୍ରାମର ଗରିବ ମହିଳା ଓ ପୁରୁଷମାନଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଗୃହରେ କାର୍ଯ୍ୟଦାସ ମିଳିଛି। ଆକାଉଣ୍ଟରେ ଟଙ୍କା ମଧ୍ୟ ପଡ଼ିଯାଇଛି। ସମସ୍ତେ ଘର ତିଆରି କରିବାରେ ଅଣ୍ଟା ଭିଡ଼ିଛନ୍ତି, ହେଲେ 11 ଜଣ ହିତାଧିକାରୀ ୱାର୍କ ଅର୍ଡର ପାଇନାହାନ୍ତି। କିନ୍ତୁ ହିତାଧିକାରୀଙ୍କ ନାମରେ ଟଙ୍କା ପଡ଼ି ଅନ୍ୟ ଜଣଙ୍କ ଆଇଡିରେ ଟଙ୍କା ଯାଉଛି ବୋଲି ହିତାଧିକାରୀମାନେ ପିଓଙ୍କୁ ସାକ୍ଷାତ କଲେ। ଓଲଟା ଧମକ ଦେଇ ମୁଁ ଥିବା ପର୍ଯ୍ୟନ୍ତ କାହାକୁ ଟଙ୍କା ମିଳିବ ନାହିଁ ବୋଲି ହିତାଧିକାରୀମାନଙ୍କୁ ଧମକ ଚମକ ଦେଉଛନ୍ତି। ଗ୍ରାମର 11 ଜଣ ହିତାଧିକାରୀଙ୍କ ନାମରେ ଟଙ୍କା ପଡ଼ି ଅନ୍ୟ ଜଣଙ୍କ ଆଇଡିରେ ଟଙ୍କା ଯାଉଛି। ସେହି ହିତାଧିକାରୀମାନେ ହେଲେ ଲୋବେନୀ ବନ୍ଧିଛୋର, ମିତା ବଛା, ନୀଳେଦ୍ରୀ ହଂସ, ପୁଷ୍ପା ବଛା, ସାବିତ୍ରୀ ବାଗ, ସଂଯୁକ୍ତା ପଟେଲ, ଶଶୀ ବନ୍ଧିଛୋର, ସୁମିତ୍ରା ବଛା, ଜନକ ବାଗ ଓ ଆଉ 2 ଜଣ ଆବାସ ଟଙ୍କା ପାଇବାରୁ ବଞ୍ଚିତ। ଏହା ସ୍ଥାନୀୟ ଗ୍ରାମ ପଞ୍ଚାୟତର ଜିଆର୍ଏସ୍ ପିଓଙ୍କ ଦାୟିତ୍ୱହୀନତା ଯୋଗୁଁ ଏମାନେ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ସମସ୍ତ କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳିନାହିଁ। ପ୍ରଶାସନ ଏହାର ତଦନ୍ତ କରି ଶୀଘ୍ର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।